କାର୍ଯ୍ୟକ୍ରମ ଆଉ କେମିତି କାର୍ଯ୍ୟକ୍ରମ ଆପଣ ଦେଖୁଛନ୍ତି? ମୁଁ ବିଜୟଲକ୍ଷ୍ମୀ ପାଣିଗ୍ରାହୀ ସାଇଫିଲ୍ମ ବ୍ୟାନର ତଳେ କିଛି ଫିଲ୍ମ କରିଛି ଅଭିନୟ। ଆଜି ଆଗକୁ ଗୋଟେ ଆମେ ପ୍ରୋଜେକ୍ଟ ନେଇଛୁ SF008 ଯାହାକୁ କରିବା ପୂର୍ବରୁ ଗୋଟେ ପ୍ରଶିକ୍ଷଣ ଶିବିର କର୍ମଶାଳା ଏଠି ଆୟୋଜନ କରାଯାଇଛି। ଜୟପୁରରେ ଆମେ ତ ସାହିତ୍ୟରେ ହଉ ବା ବିଭିନ୍ନ କ୍ଷେତ୍ରରେ ଆମେ କର୍ମଶାଳା ଦେଖିଛୁ, କିନ୍ତୁ ସିନେମା ଜଗତରେ ଗୋଟେ କର୍ମଶାଳା ବୋଧେ ଆମେ ଆରମ୍ଭ କଲୁ ଏଥିରେ ବହୁତ ଗୁଣୀ ଲୋକ ଆସିଥିଲେ, ଅଧିକ ଲୋକ ଆସିଥିଲେ ଯୋଉମାନଙ୍କ ପ୍ରେରଣାରେ ଆମେ ଆଗକୁ ଯାଉଛୁ। ଏଠି କେଉଁଭଳି ଭାବରେ ଗୋଟେ ନୂଆ ଚରିତ୍ର ମାନେ କ୍ୟାମେରା ସାମ୍ନାରେ ନିଜକୁ ସହଜରେ ସୁନ୍ଦର ଭାବରେ ପ୍ରୋଜେକ୍ଟ କରିପାରିବେ, ପର୍ଦ୍ଦାରେ ନିଜକୁ ସୁନ୍ଦର ଅଭିନୟ ବା ଅଭିନେତ୍ରୀ ଭାବରେ ପାଇପାରିବେ ତାର ପ୍ରଚେଷ୍ଟା କରାଯାଉଛି। ନୂଆ କ୍ୟାରେକ୍ଟର ମାନଙ୍କୁ କେଉଁଭଳି ଭାବରେ ପ୍ରମ୍ପ୍ଟ କରାଯିବ ଏବଂ ସୁନ୍ଦର ପ୍ରଶିକ୍ଷଣ ଦ୍ୱାରା ସେମାନଙ୍କୁ ଆଗେ ବିଲ୍ଡ କରିକି ତାପରେ ଆମେ ସେମାନଙ୍କୁ କ୍ୟାରେକ୍ଟରକୁ ନବୁ। ଆଉ ସୁନ୍ଦର ସୁନ୍ଦର ତଥ୍ୟ ଗୁଡାକ ଆମକୁ ଦିଆଯାଉଛି ଯେ ଚରିତ୍ର ମାନେ କେଉଁଭଳି ଭାବରେ ନିଜ କ୍ୟାରେକ୍ଟରରେ ରହିବେ, ତା ସହିତ କେମିତି ଡେଡିକେସନ ଦରକାର, ସମୟ ଇତ୍ୟାଦି। ଆଉ ଫିଲ୍ମକୁ ଭଲ ପାଇବାକୁ ହେଲେ ଏଗୁଡାକ ତ କରିବାକୁ ପଡିବ। ପ୍ରତ୍ୟେକ ଜିନିଷ ଆମକୁ ଏଠି ଶିଖା ଯାଉଛି, ବହୁତ ଭଲ ଲାଗୁଛି। ଆଶା କରୁଛି ଏଇ ପ୍ରଶିକ୍ଷଣ ପରେ ଯୋଉ ପ୍ରୋଜେକ୍ଟଟା ଆସିବ ନିହାତି ସଫଳତା ହାସଲ କରିବ। ଆପଣମାନେ ସିନିୟର ଆର୍ଟିଷ୍ଟ, ଆପଣମାନଙ୍କ କଣ ୱାର୍କସପ୍ ଆବଶ୍ୟକତା ଅଛି? ପ୍ରାକ୍ଟିସ ମେକ୍ସ ପରଫେକ୍ଟ। ଯେତେ ସିନିୟର ହଉନା କାହିଁକି ଅଭିଜ୍ଞତା ହିଁ ମଣିଷକୁ ଶିଖାଏ। ଆଉ ପ୍ରତି ଷ୍ଟେପରେ କିଛି ଶିଖିବାର ଅଛି। ତ ମୁଁ ବି ଶିଖୁଛି, ବହୁତ କଥା ଏଠି ଶିଖିବାକୁ ପଡୁଛି। ହଁ, ବହୁତ କଥା ଶିଖିଲି। ସମୟାନୁବର୍ତ୍ତିତା ନେଇକି ଆମର ଆଲୋଚନା ହେଇଥିଲା। ତା ଛଡା ଆମେ କହିବା ନିଜେ ମତେ ବୟସ୍କ ହେଲାଣି, ମୁଁ ଫିଲ୍ମ କଲିଣି, ମୁଁ ଶିଖି ଯାଇଛି ବୋଲି। କାହିଁକି ନା ଯୋଉ ନୂତନ ଯୁବପିଢି ଆସୁଛନ୍ତି ସେମାନଙ୍କ ପାଖରେ ବହୁତ ଏନର୍ଜି ଅଛି, ଆଉ ବହୁତ ଟ୍ରିକ୍ସ ଅଛି, ଟେକ୍ନିକ୍ସ ଅଛି। ସେମାନଙ୍କଠୁ ବି ଆମକୁ ଶିଖିବାକୁ ପଡିବ। ତ ଶିକ୍ଷା ତ ଅହରହ ପ୍ରକ୍ରିୟା, ବଡ କଣ ସାନ କଣ, ଆମେ ସବୁଠୁ ଶିଖୁ, ଆଜି ବି ଶିଖୁଛୁ। ଓଡିଆ ସିନେମା କଥା ଯଦି ଆମେ ଦେଖିବା ଚର୍ଚ୍ଚା କରିବା, କୋଉଟା ଗୋଟେ ଦର୍ଶକ ଆଦୃତିଟା କମି ଯାଉଛି। ସେ ସମୟରେ କୋଡା ଯୋଉ ଆପଣ କରୁଛନ୍ତି, ଆକୁ କେମିତି ଦର୍ଶକ ଆଦୃତି ଭାବୁଛନ୍ତି ଆପଣ? ନିଶ୍ଚୟ ଆଦୃତି ବଢିବ, କାରଣ ଏଇ ନିକଟ ଭବିଷ୍ୟତରେ ଆପଣ ଦେଖିଲେ କବାଡି ଫିଲ୍ମ ଯାହାକି ଗୋଟେ ଆଶା ସଞ୍ଚାର କଲା ଯେ କୋରାପୁଟିଆ ଫିଲ୍ମ ବି ଓଡିଶାରେ ଲିଡ୍ କରିପାରିବ। କାରଣ ଓଡିଶାର ପ୍ରମୁଖ ଡାଇରେକ୍ଟର ମାନେ ମଧ୍ୟ ସପୋର୍ଟ କରୁଛନ୍ତି ଯେ କୋରାପୁଟରେ ବି ଏମିତି ଡିରେକ୍ସନ ଦିଆଯାଉଛି ବା ଲୋକମାନେ ଏମିତି ଅଭିନୟ କରୁଛନ୍ତି। ବହୁତ ଫୋନ କଲ୍ସ ଆସିଛି, ବହୁତ ଉତ୍ସାହ ଆମକୁ ମିଳିଛି। ଏଇ ଯୋଉ କବାଡି ଫିଲ୍ମ ଗୋଟେ ଦ୍ୱାର ଆମ ପାଇଁ ଯେମିତି ଖୋଲି ଦେଇଛି, ଆଉ ସେଇ ଫ୍ଲୋରେ ଆମ ପାଖକୁ ବହୁତ ଟେକ୍ନିକାଲ ସୁବିଧା ଅଫର ବି ଆସିଲାଣି। ଆଉ ଯଦି ସେ ସବୁ ଅଫର ଆମକୁ ମିଳୁଛି, ଆମେ ଆହୁରି ସୁନ୍ଦର ସୁନ୍ଦର ପ୍ରୋଜେକ୍ଟ ଓଡିଶାକୁ ଭେଟି ଦେଇ ପାରିବୁ। ଆଉ ଦର୍ଶକଙ୍କ ସଂଖ୍ୟା ନିହାତି ବଢିବେ। ଆପଣ ଦେଖିଥିବେ କବାଡିର ସଫଳତା। ହଁ, ବ୍ୟବସାୟିକ ସଫଳତା ଦିଗରୁ ତ ଆମେ ପାଇପାରୁନାହୁଁ କୋରାପୁଟବାସୀ। ଏଠି କେବଳ ଗୋଟେ ଆତ୍ମସନ୍ତୋଷ ରହିଛି ବୋଲି ଆମେ ପର୍ଦ୍ଦା ସାମ୍ନାକୁ ଆସୁଛୁ। ଏଠି ଆମକୁ କିଛି ସେମିତି ଅର୍ଥ ମିଳୁନାହିଁ, କିନ୍ତୁ ଗୋଟେ ରୁଚି ଅଛି କଳା ପ୍ରତି, ଗୋଟେ ସମର୍ପଣ। ଅର୍ଥ ମିଳିଲେ ତ ବହୁତ ବଢିଆ ହୁଅନ୍ତା, ଯେତେବେଳେ ଜୀବିକା ଭାବରେ ଏହାକୁ ଆମେ ଗ୍ରହଣ କରିପାରନ୍ତୁ, ଆହୁରି କଳାକାର ଏଇ ଦିଗକୁ ଆସନ୍ତେ, ମାଡି ଆସନ୍ତେ। ଯଦି କିଛି ଅର୍ଥ ସେମାନେ ପାଇପାରନ୍ତେ, ନିହାତି ଭାବରେ ସେମାନେ ଏହାକୁ ଜୀବିକା ଭାବରେ ମଧ୍ୟ ନେଇପାରନ୍ତେ। କିନ୍ତୁ ସେ ଜିନିଷଟି ଆମ ପାଇଁ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ଆଗକୁ ଏହା ହବନି ତାହା ନୁହେଁ। ଆମର ଏଇଠୁ କଳାକାର ମଧ୍ୟ ଅର୍ଥ ରୋଜଗାର କଲେଣି ଯାଇକି ରାଜଧାନୀରେ, ଆଗକୁ ବହୁତ ଦ୍ୱାର ଖୋଲିଯିବ ମୁଁ ଆଶା କରୁଛି।